ଜଣେ ଅତି ଜ୍ଞାନୀ ବ୍ୟକ୍ତି ଥିଲେ। ତାଙ୍କ ପାଖରେ ଥିଲା କିଛି ଅତି ବିରଳ ଓ ପ୍ରାଚୀନ ଗ୍ରନ୍ଥ। ସେସବୁକୁ ସେ କୋଟିନିଧି ଭଳି ଅତି ଯତ୍ନରେ ସମ୍ଭାଳି ରଖୁଥିଲେ। ଜଣେ ସୌଦାଗର ଜାଣିପାରିଲେ ଯେ ଜ୍ଞାନୀ ବ୍ୟକ୍ତିଙ୍କ ପାଖରେ ଯେଉଁ ପୁସ୍ତକ ଅଛି ତାହା ଅତି ବିରଳ। ତାକୁ କିଣି ଆଣି ଅଧିକ ମୂଲ୍ୟରେ ବିକ୍ରି କରିବା ଲାଗି ସେ ଚିନ୍ତା କରୁଥିଲେ। ତେଣୁ ସେ ଜ୍ଞାନୀ ବ୍ୟକ୍ତିଙ୍କ ପାଖକୁ ପହଞ୍ଚି ନିଜର ଅଭିଳାଷ ଜଣାଇଲେ ଏବଂ ସେ ମୂଲ୍ୟ ମାଗିଲେ ବି ତାହା ଦେବାକୁ ପ୍ରତିଶ୍ରୁତି ଦେଲେ। ଜ୍ଞାନୀ ବ୍ୟକ୍ତି କହିଲେ, ଆଜ୍ଞା, ମୁଁ ସେସବୁ ଦେଇପାରିବି ନାହିଁ, କାରଣ ମୋ ଲାଗି ସେସବୁ ଅମୂଲ୍ୟ। ଏହା ଶୁଣୁଥିଲା ବିଦ୍ୱାନ ବ୍ୟକ୍ତିଙ୍କର ଏକମାତ୍ର ପୁଅ। ସେ ମନେ ମନେ ଭାବିଲା, ବାପା ସତରେ ନିହାତି ମୂର୍ଖ। ଏଇ ପୁରୁଣା ବହି କିଛି ବିକିଦେଇ ଅନେକ ଅର୍ଥ ମିଳିବ। ବାପା ସେମିତି କରୁନାହାନ୍ତି କାହିଁକି? ତେଣୁ ଥରେ ବାପାଙ୍କ ଅନୁପସ୍ଥିତିରେ ସୁଯୋଗ ନେଇ ସେ ବହିତକ ସୌଦାଗରଙ୍କୁ ବିକିଦେଲା। କିଛି ଦିନ ପରେ ଜ୍ଞାନୀ ବ୍ୟକ୍ତି ଘରେ ପହଞ୍ଚି ଖାଲି ବହି ଥାକ ଦେଖି ତଟସ୍ଥ ହୋଇଗଲେ। କିନ୍ତୁ ଏହା କାହାର କାମ ତାହା ଶୀଘ୍ର ଜଣାପଡ଼ିଗଲା। କିନ୍ତୁ ସମସ୍ତଙ୍କୁ ବିସ୍ମିତ କରି ଜ୍ଞାନୀ ବ୍ୟକ୍ତି ଟିକିଏ ହସିଦେଲେ ଏବଂ ସୌଦାଗରଙ୍କ ନିକଟକୁ ଚାଲିଗଲେ। ସୌଦାଗର ତାଙ୍କୁ ଦେଖି ପ୍ରମାଦ ଗଣି କହିଲେ, ମୁଁ ପ୍ରଚୁର ଅର୍ଥ ଦେଇ ଗ୍ରନ୍ଥତକ କିଣି ସାରିଛି, ଆଉ ଫେରସ୍ତ ଦେବି ନାହିଁ। ଜ୍ଞାନୀ ବ୍ୟକ୍ତି କହିଲେ, ସେ ନେଇ ମୋର ଆଉ କୌଣସି ଯାଏ ଆସେ ନାହିଁ। ମୁଁ ଯେଉଁଭଳି ପୁତ୍ରର ବାପା, ସେ ମୋ ଅନ୍ତେ ପୁସ୍ତକଗୁଡ଼ିକର କି ଦଶା କରିଥାନ୍ତା ମୁଁ ଏବେ ବୁଝିପାରୁଛି। ତେଣୁ ମୋ ପାଖରୁ ସେସବୁ ଆପଣଙ୍କ ନିକଟକୁ ଚାଲିଯିବା ଭଲ ହୋଇଛି। ଏବେ ଯେଉଁମାନେ ଏହି ପୁସ୍ତକର ଗୁଣ ବୁଝନ୍ତି ସେମାନେ ଆପଣଙ୍କଠାରୁ ବହୁମୂଲ୍ୟ ଦେଇ କିଣିବେ ଏବଂ ସେସବୁର ଯତ୍ନ ନେବେ। ଦର୍ଶକ ବନ୍ଧୁ, ଆପଣଙ୍କୁ ଯଦି ଆଜିର ଏହି କାହାଣୀଟା ଭଲ ଲାଗିଥିବ ତ ନିଶ୍ଚିତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ ଓ କମେଣ୍ଟ କରନ୍ତୁ। ଏମିତି ନୂଆ ନୂଆ ଭିଡ଼ିଓ ଓ ଷ୍ଟୋରି ଶୁଣିବା ପାଇଁ ମୋ ଚ୍ୟାନେଲକୁ